ଆପଣଙ୍କୁ ଆମେ ଶୁଣି ରଖିବା ଦର୍ଶକ ବନ୍ଧୁ 12 ରାଶିର ରାଶିଫଳ ବିଷୟରେ ଆପଣମାନେ ଶୁଣିକି ଆପଣମାନେ ବହୁତ ଖୁସି ରହିବେ ଆଉ ବହୁତ ଖୁସି ହେବେ। 12 ରାଶିର ସମୟ ତିଥି ଆପଣଙ୍କୁ ଶୁଣି ରଖିବା ଦର୍ଶକ ବନ୍ଧୁ। 12 ରାଶିର ତିଥି ଆପଣଙ୍କର କିପରି ରହିବ ଦର୍ଶକ ବନ୍ଧୁ ଆପଣଙ୍କୁ ଆମେ ଶୁଣି ରଖିବା। 12 ରାଶିର ସମୟ କିପରି ଆପଣଙ୍କ ପାଇଁ ରହିବ ଆଉ ଆପଣଙ୍କର ସମୟ କିପରି ଖରାପ ରହିବ ଆପଣଙ୍କୁ ଆମେ ଶୁଣି ରଖିବା ଦର୍ଶକ ବନ୍ଧୁ। ଆଗକୁ ଆମେ ଶୁଣେଇବା ଆଗକୁ ଯଦି ଆପଣଙ୍କର କର୍କଟ ରାଶି ହଉଛି ଦର୍ଶକ ବନ୍ଧୁ, କର୍କଟ ରାଶି ବ୍ୟକ୍ତିଙ୍କର ସମୟ ହଉଛି ଦିନ 4:28 PM ରେ ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଯାଉଛନ୍ତି ଦର୍ଶକ ବନ୍ଧୁ। କାଲି ହଉଛି ବୁଧବାର, ଆପଣମାନେ କରନ୍ତୁ, ଆପଣଙ୍କୁ ଅତି ଶୁଭ ଅତି ଲାଭ ମିଳିବ ଦର୍ଶକ ବନ୍ଧୁ। ଯଦି ଆପଣଙ୍କର ସିଂହ ରାଶି ରହିଛି, ସିଂହ ରାଶି ବ୍ୟକ୍ତିଙ୍କର ସମୟ ହଉଛି ପ୍ରତି ଘଣ୍ଟା 6:11 ରେ ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଯାଉଛନ୍ତି ଆପଣମାନେ କରନ୍ତୁ, ଆପଣଙ୍କୁ ଅତି ଶୁଭ ଅତି ଲାଭ ମିଳିବ ଦର୍ଶକ ବନ୍ଧୁ। ଯଦି ଆପଣଙ୍କର କନ୍ୟା ରାଶି ରହିଛି, କନ୍ୟା ରାଶିଙ୍କର ସମୟ ହଉଛି 8:32 ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି ଆପଣମାନେ ଏହି ସମୟରେ କରନ୍ତୁ, ଆପଣଙ୍କୁ ଅତି ଶୁଭ ଅତି ଲାଭ ମିଳିବ ଦର୍ଶକ ବନ୍ଧୁ। ଯଦି ଆପଣଙ୍କର ତୁଳା ରାଶି ରହିଛି, ତୁଳା ରାଶି ବ୍ୟକ୍ତିଙ୍କର ଶୁଭ ସମୟ ହଉଛି AM 10:28 ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଯାଉଛନ୍ତି ଆପଣମାନେ କରନ୍ତୁ, ଆପଣଙ୍କୁ ଅତି ଶୁଭ ଅତି ଲାଭ 1 ଘଣ୍ଟା ପାଇଁ ରହିଛି ଦର୍ଶକ ବନ୍ଧୁ। ଯଦି ଆପଣଙ୍କର ବିଛା ରାଶି ରହିଛି, ବିଛା ରାଶିଙ୍କର ସମୟ ଆପଣଙ୍କର ଶୁଣି ରଖିବା ଦର୍ଶକ ବନ୍ଧୁ। ଆପଣଙ୍କର AM 11:50 ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଚାହୁଁଛନ୍ତି ଆପଣମାନେ କରନ୍ତୁ, ଆପଣଙ୍କ ପାଇଁ 1 ଘଣ୍ଟା ଶୁଭ ସମୟ ରହିଛି। ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଚାହୁଁଛନ୍ତି ଆପଣମାନେ କରନ୍ତୁ, ଏହି ସମୟରେ ଆପଣଙ୍କୁ ଅତି ଶୁଭ ଅତି ଲାଭ ମିଳିବ ଦର୍ଶକ ବନ୍ଧୁ। ଆଉ ଯଦି ଆପଣଙ୍କର ଧନୁ ରାଶି ରହିଛି ଦର୍ଶକ ବନ୍ଧୁ, ଧନୁ ରାଶି ବ୍ୟକ୍ତିଙ୍କର ସମୟ ହଉଛି PM 3:04 ରେ ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଚାହୁଁଛନ୍ତି ଆପଣମାନେ କରନ୍ତୁ, ଆପଣଙ୍କୁ ଅତି ଶୁଭ ଅତି ଲାଭ ମିଳିବ 1 ଘଣ୍ଟାରେ। ଆଉ 1 ଘଣ୍ଟା ପାଇଁ ଆପଣଙ୍କର ଶୁଭ ସମୟ ରହିଛି ଧନୁ ରାଶି ବ୍ୟକ୍ତିଙ୍କର। ଆଉ ଯଦି ଆପଣଙ୍କର ମକର ରାଶି ରହିଛି ଦର୍ଶକ ବନ୍ଧୁ, ମକର ରାଶିଙ୍କର ସମୟ ଆପଣଙ୍କୁ ଆମେ ଶୁଣି ରଖିବା ଆପଣଙ୍କର କି ସମୟ ରହିଛି 1 ଘଣ୍ଟା ପାଇଁ, କି ସମୟ ଆପଣଙ୍କର ଶୁଭ ସମୟ ରହିଛି। ମକର ରାଶିଙ୍କର ଆପଣଙ୍କର ସନ୍ଧ୍ୟା 6:59 ଆପଣମାନେ PM ରେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଚାହୁଁଛନ୍ତି ଦର୍ଶକ ବନ୍ଧୁ ଆପଣମାନେ କରନ୍ତୁ, ଆପଣଙ୍କୁ ଅତି ଶୁଭ ଅତି ଲାଭ ମିଳିବ ଦର୍ଶକ ବନ୍ଧୁ। 1 ଘଣ୍ଟା ପାଇଁ ଆପଣଙ୍କର ଶୁଭ ସମୟ ରହିଛି। ଯଦି ଆପଣଙ୍କର ମୀନ ରାଶି ରହିଛି ଦର୍ଶକ ବନ୍ଧୁ, ମୀନ ରାଶିଙ୍କର ସମୟ ଆପଣଙ୍କୁ ଆମେ ଶୁଣି ରଖିବା। ଆପଣଙ୍କ ମୀନ ରାଶି ଯଦି ହଉଛି ଦର୍ଶକ ବନ୍ଧୁ ଆପଣଙ୍କ ରାତ୍ର 8:35 ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି ଆପଣମାନେ କରନ୍ତୁ, ଆପଣଙ୍କୁ ଅତି ଶୁଭ ଅତି ଲାଭ ମିଳିବ ଦର୍ଶକ ବନ୍ଧୁ। 1 ଘଣ୍ଟା ପାଇଁ ଆପଣଙ୍କର ଶୁଭ ସମୟ ରହିଛି। ଯଦି ଆପଣମାନେ ଯେକୌଣସି ଦେବୀ ପୂଜା କରୁଛନ୍ତି ଏହି ସମୟରେ ଆପଣମାନେ କରନ୍ତୁ, ଆପଣଙ୍କର ଶୁଭ ସମୟରେ ଆପଣଙ୍କର ପ୍ରଶଂସା ହେବ ଦେବୀ। ଆଉ ଯଦି ଆପଣଙ୍କର ମେଷ ରାଶି ରହିଛି ଦର୍ଶକ ବନ୍ଧୁ, ମେଷ ରାଶିଙ୍କର ଆମେ ଆପଣମାନଙ୍କୁ ଶୁଭ ସମୟ ଶୁଣେଇବା ଦର୍ଶକ ବନ୍ଧୁ। ଯଦି ମେଷ ରାଶି ଆପଣଙ୍କର ଯଦି ହେଇଛି ଦର୍ଶକ ବନ୍ଧୁ ଆପଣଙ୍କର AM 10:09 ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଚାହୁଁଛନ୍ତି ଦର୍ଶକ ବନ୍ଧୁ ଆପଣମାନେ କରନ୍ତୁ, ଆପଣଙ୍କୁ ଅତି ଶୁଭ ଅତି ଲାଭ 1 ଘଣ୍ଟା ପାଇଁ ଶୁଭ ସମୟ ରହିଛି ଦର୍ଶକ ବନ୍ଧୁ। ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଚାହୁଁଛନ୍ତି ଆପଣମାନେ କରନ୍ତୁ, ପ୍ରସ୍ତୁତ ରୁହନ୍ତୁ। 1 ଘଣ୍ଟା ପାଇଁ ଆପଣଙ୍କର ଶୁଭ ସମୟ ରହିଛି। ଆପଣଙ୍କର ସମୟ ରହିଛି AM 10:09 ମେଷ ରାଶି ବ୍ୟକ୍ତିମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି ଆପଣମାନେ କରନ୍ତୁ। ଯଦି ଆପଣଙ୍କର ବୃଷ ରାଶି ରହିଛି ଦର୍ଶକ ବନ୍ଧୁ, ବୃଷ ରାଶିଙ୍କର ସମୟ ରହିଛି AM 11:52 ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି ଆପଣମାନେ ଏହି ସମୟରେ କରନ୍ତୁ, ଆପଣମାନଙ୍କୁ 1 ଘଣ୍ଟା ପାଇଁ ଶୁଭ ସମୟ ରହିଛି। ଆପଣମାନେ ଯେକୌଣସି କାମ କରୁଛନ୍ତି କରନ୍ତୁ, ଆପଣଙ୍କୁ ଅତି ଶୁଭ ଅତି ଲାଭ ମିଳିବ ଦର୍ଶକ ବନ୍ଧୁ। ଯଦି ଆପଣଙ୍କର ମିଥୁନ ରାଶି ରହିଛି, ମିଥୁନ ରାଶି ବ୍ୟକ୍ତିଙ୍କର ଶୁଭ ସମୟ ଆପଣଙ୍କୁ ଆମେ ଶୁଣି ରଖିବା। ମିଥୁନ ରାଶିଙ୍କର ଶୁଭ ସମୟ ଆପଣଙ୍କର କି ସମୟ ରହିଛି ଦର୍ଶକ ବନ୍ଧୁ। ମିଥୁନ ରାଶିଙ୍କର ଶୁଭ ସମୟ ହେଉଛି ଆପଣଙ୍କର PM 2:52 ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଚାହୁଁଛନ୍ତି ଆପଣମାନେ ଏହି ସମୟରେ ଆପଣମାନେ ଶୁଭ କାର୍ଯ୍ୟକ୍ରମ କରନ୍ତୁ, ଆପଣମାନଙ୍କ ପାଇଁ 1 ଘଣ୍ଟା ଶୁଭ ସମୟ ରହିଛି। ତ ଆପଣମାନେ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି ଦର୍ଶକ ବନ୍ଧୁ କରନ୍ତୁ,
ଆପଣଙ୍କୁ ଅତି ଶୁଭ ଅତି ଲାଭ ମିଳିବ ଦର୍ଶକ ବନ୍ଧୁ। ଏଇଟା ଥିଲା ଆପଣଙ୍କର ଶୁଭ ସମୟର 1 ଘଣ୍ଟା ଶୁଭ ଅମୃତର ସମୟ ଦର୍ଶକ ବନ୍ଧୁ। ଆଉ ଆପଣଙ୍କର ସମୟ କିପରି ଆପଣଙ୍କର ଗ୍ରହର ସମୟ କିପରି ଆପଣଙ୍କର ଖରାପ ରହିଛି 1 ଘଣ୍ଟା ପାଇଁ ଆପଣଙ୍କୁ ଆମେ ଶୁଣି ରଖିବା ଦର୍ଶକ ବନ୍ଧୁ। ଆପଣଙ୍କର ଗ୍ରହର ସମୟ କିପରି ଖରାପ ରହିଛି ତ ଆପଣଙ୍କୁ ଆମେ ଶୁଣି ରଖିବା କି ଆପଣଙ୍କର ଗ୍ରହର ସମୟ କିପରି ଖରାପ ରହିଥିବାରୁ ଯଦି ଆପଣଙ୍କର ରବି ଗ୍ରହ ରହିଛି ଦର୍ଶକ ବନ୍ଧୁ, ରବି ଗ୍ରହର ସମୟ ହେଉଛି ରାତ୍ର 3:27 ଆପଣଙ୍କର ଖରାପ ସମୟ ରହିଛି। ଯଦି ଆପଣଙ୍କର ଚନ୍ଦ୍ର ଗ୍ରହ ରହିଛି ଦର୍ଶକ ବନ୍ଧୁ, ଚନ୍ଦ୍ର ଗ୍ରହର ରାତ୍ର 11:10 1 ଘଣ୍ଟା ପାଇଁ ଆପଣଙ୍କର ଖରାପ ସମୟ ରହିଛି। ଯଦି ଆପଣଙ୍କର ମଙ୍ଗଳ ଗ୍ରହ ରହିଛି ଦର୍ଶକ ବନ୍ଧୁ, ମଙ୍ଗଳ ଗ୍ରହଙ୍କର ଖରାପ ସମୟ ରହିଛି ଆପଣଙ୍କର ରାତ୍ର 2:10 ଆପଣଙ୍କର ଖରାପ ସମୟ ରହିଛି। ଯଦି ଆପଣଙ୍କର ବୁଧ ଗ୍ରହ ରହିଛି ଦର୍ଶକ ବନ୍ଧୁ, ବୁଧ ଗ୍ରହଙ୍କର ସଂଖ୍ୟା ରହିଛି ଆପଣଙ୍କର ରାତ୍ର 2:56 ଆପଣଙ୍କର ଖରାପ ସମୟ ରହିଛି। ଯଦି ଆପଣଙ୍କର ବୃହସ୍ପତି ଗ୍ରହ ରହିଛି ଦର୍ଶକ ବନ୍ଧୁ, ରାତ୍ର 3:28 ଆପଣଙ୍କର ଖରାପ ସମୟ ରହିଛି। ଯଦି ଆପଣଙ୍କର ବୃହସ୍ପତି ଗ୍ରହ ଯଦି ରହିଛି ଦର୍ଶକ ବନ୍ଧୁ, ରାତ୍ର 3:32 ଆପଣଙ୍କର ଖରାପ ସମୟ ରହିଛି। ଯଦି ଆପଣଙ୍କର ଶୁକ୍ର ଗ୍ରହ ରହିଛି ଦର୍ଶକ ବନ୍ଧୁ, ଶୁକ୍ର ଗ୍ରହଙ୍କର ସମୟ ରହିଛି ରାତ୍ର 5:02 ଆପଣଙ୍କର ଖରାପ ସମୟ ରହିଛି। ଯଦି ଆପଣଙ୍କର ବୃହସ୍ପତି ଗ୍ରହ ରହିଛି ଦର୍ଶକ ବନ୍ଧୁ, ବୃହସ୍ପତିଙ୍କର ଗ୍ରହ ହେଉଛି ଆପଣଙ୍କର ରାତ୍ର 3:32 ଆପଣଙ୍କର 32:28 ରହିଛି ଦର୍ଶକ ବନ୍ଧୁ, ଖରାପ ସମୟ ରହିଛି। ଯଦି ଆପଣଙ୍କର ଶୁକ୍ର ଗ୍ରହ ରହିଛି ଦର୍ଶକ ବନ୍ଧୁ, ରାତ୍ର 5:02 ଆପଣଙ୍କର ଖରାପ ସମୟ ରହିଛି। ଯଦି ଆପଣଙ୍କର ଶନି ଗ୍ରହ ରହିଛି ଦର୍ଶକ ବନ୍ଧୁ, ରାତ୍ର 11:39 ଆପଣଙ୍କର ଖରାପ ସମୟ ରହିଛି। ଯଦି ଆପଣଙ୍କର ରାହୁ ଗ୍ରହ ରହିଛି ଦର୍ଶକ ବନ୍ଧୁ, ରାହୁ ଗ୍ରହର ସମୟ ରହିଛି ଦିନ 10:00 ଆପଣଙ୍କର 6:22 ଆପଣଙ୍କର ଖରାପ ସମୟ ରହିଛି। ଯଦି ଆପଣଙ୍କର ରାହୁ ଗ୍ରହ ରହିଛି ଦର୍ଶକ ବନ୍ଧୁ, ରାହୁ ଗ୍ରହର ଖରାପ ସମୟ ହେଉଛି ଦିନ 10:06 ଆପଣଙ୍କର ଖରାପ ସମୟ ରହିଛି 1 ଘଣ୍ଟା ପାଇଁ ଦର୍ଶକ ବନ୍ଧୁ। ଯଦି ଆପଣଙ୍କର କେତୁ ଗ୍ରହ ରହିଛି ଦର୍ଶକ ବନ୍ଧୁ, କେତୁ ଗ୍ରହର ସମୟ ରହିଛି ରାତ୍ର 4:06 ଆପଣଙ୍କର ଖରାପ ସମୟ ରହିଛି ଦର୍ଶକ ବନ୍ଧୁ। ଯଦି ଆପଣଙ୍କର ଶୁଭରେ ଆପଣମାନେ ଅମୃତ ପାନ କରୁଛନ୍ତି ଦର୍ଶକ ବନ୍ଧୁ, ଆପଣମାନେ 6ରୁ ନେଇକି ଆପଣମାନେ 11ଟା ପର୍ଯ୍ୟନ୍ତ ଆପଣମାନେ ଅମୃତ ପାନ କରନ୍ତୁ। ଆପଣଙ୍କୁ ଅତି ଶୁଭ ଅତି ଲାଭରେ ଆପଣଙ୍କର ଦେହ ସୁସ୍ଥ ଦେଖାଦେବ ଦର୍ଶକ ବନ୍ଧୁ। ଯଦି ଆପଣମାନେ ଅବେଳାରେ ଯଦି ଆପଣମାନେ ଖାଦ୍ୟ ପାନ କରୁଛନ୍ତି ଦର୍ଶକ ବନ୍ଧୁ, ଆପଣଙ୍କର ଶରୀର ଧୀରେ ଧୀରେ ଆପଣଙ୍କର ଶରୀରକୁ ଆଘାତ ପହଞ୍ଚାଇବ ଦର୍ଶକ ବନ୍ଧୁ। ସେଥିପାଇଁ ଆପଣଙ୍କୁ ଆମେ ଅନୁରୋଧ କରୁଛୁ ଦର୍ଶକ ବନ୍ଧୁ, ଆପଣମାନେ ଯେଉଁ ଖାଦ୍ୟ ପାନ କରୁଛନ୍ତି ଆପଣମାନେ ସମୟରେ ଖାଦ୍ୟ ପାନ କରନ୍ତୁ। ଅବେଳାରେ ଆପଣମାନେ ଖାଦ୍ୟ ପାନ କରିଲେ ଆପଣଙ୍କର ଶରୀରରେ ଖାଦ୍ୟ ଭଲ ଭାବରେ ଆପଣଙ୍କର ଅସୁସ୍ଥ ଦେଖାଦେବ, ଧୀରେ ଧୀରେ ଆପଣଙ୍କର ଦେଖାଦେବ ଦର୍ଶକ ବନ୍ଧୁ। ସେଥିପାଇଁ ଆପଣମାନେ ଦିନ 6ଟାରୁ ନେଇକରି 11ଟା ପର୍ଯ୍ୟନ୍ତ ଆପଣଙ୍କର ଶୁଭ ଅମୃତ ପାନ ସୁଯୋଗ ରହିଛି। ଆଉ ଆପଣଙ୍କର 12 ବେଳା ରହିଛି ଦର୍ଶକ ବନ୍ଧୁ, 12 ବେଳାର ସମୟ ହେଉଛି 11:30ଟାରୁ ନେଇକି ଆପଣଙ୍କର 12ଟା ପର୍ଯ୍ୟନ୍ତ 12 ବେଳା ରହିଛି ଦର୍ଶକ ବନ୍ଧୁ। ଆଉ ଯଦି ଆପଣଙ୍କର କାଳ ବେଳା ରହିଛି ଦର୍ଶକ ବନ୍ଧୁ, କାଳ ବେଳା ରହିଛି ଆପଣଙ୍କର 12:30 ନେଇକି ଆପଣଙ୍କର 1:30 ପର୍ଯ୍ୟନ୍ତ ଆପଣଙ୍କର କାଳ ବେଳା ରହିଛି ଦର୍ଶକ ବନ୍ଧୁ। ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଚାହୁଁଛନ୍ତି ଆପଣମାନେ ଏହି ସମୟରେ ଆପଣମାନେ ଶୁଭ କାର୍ଯ୍ୟକ୍ରମ କରିବାର ନିଷେଧ ଦର୍ଶକ ବନ୍ଧୁ। ଆପଣମାନଙ୍କର ଶୁଭ ଅମୃତ ରହିଛି ସନ୍ଧ୍ୟାର 6:00 ଆପଣଙ୍କର 45 ନେଇକରି ଦିନ 11 ପର୍ଯ୍ୟନ୍ତ ଆପଣମାନେ ଅମୃତ ପାନ କରିବେ। ଆଉ ଆପଣମାନଙ୍କର ରାତ୍ରର କାଳ ରାତ୍ରି ରହିଛି ଦର୍ଶକ ବନ୍ଧୁ, ରାତ୍ର 1:02 ପର୍ଯ୍ୟନ୍ତ କାଳ ରାତ୍ରି ରହିଛି ଦର୍ଶକ ବନ୍ଧୁ। ଆଉ ଆପଣମାନେ
आम राशिफल पेज के गोटे सब्सक्राइबर करवा नहीं भूलन दर्शक बंधु, गोटे लाइक करवा नहीं भूलन दर्शक बंधु, आपण मानकर मतामत जनावा लगे नहीं भूलन दर्शक बंधु। एंता एंता वीडियो आपण माने डेली डेली अपडेट पाउथिबे दर्शक बंधु। रहिलु जय जगन्नाथ, जय सीताराम, हर हर महादेव। नमस्कार दर्शक बंधु, गोटे सब्सक्राइबर करिन दर्शक बंधु, आपण अनुरोध करी कहूँ दर्शक बंधु